সেই ଦାରୁ ବିଗ୍ରହର ମୂର୍ତ୍ତିଟି କ୍ଷତ ବିକ୍ଷତ ହେଇଗଲା ପରେ ଗ୍ରାମର ଅଧିବାସୀ ମାନେ ଚିନ୍ତା କଲେ ଯେ ଆମେ ଗୋଟିଏ ନୂତନ ମୂର୍ତ୍ତି ପ୍ରତିଷ୍ଠା କରିବା। କିନ୍ତୁ ଏଇ କଥାଟି ଯେତେବେଳେ ଚିନ୍ତନ କଲେ, ଏଇ ଯୋଉ ଆମର ଏଇ ଗାଁର ଜଣେ ଯୋଗ୍ୟ ପୁତ୍ର ମୋର ବାଲ୍ୟ ସାଥୀ ଏକାଠି ଏକା ବେଞ୍ଚରେ ଆମେ ବସୁଥିଲୁ ଆଗ ଧାଡ଼ିରେ, ପାଠ ପଢ଼ିଛୁ, କେତେ କ'ଣ କାଇ କାପରା ହେଇଛୁ। ସେ ମୋତେ ଯାହାଙ୍କୁ ଯିଏ ଏଠି ଦୀପ ପ୍ରଜ୍ୱଳନ କଲେ ସୌରୀ ମହାପାତ୍ର, ମୁଁ ତାଙ୍କୁ ସୌରୀ ବାବୁ ବୋଲି ସବୁବେଳେ କହେ। ତେବେ ସେ ମୋତେ ଫୋନରେ ଜଣେଇଲେ ଯେ ଏମିତି ଗୋଟେ ଗ୍ରାମ୍ୟ ଦେବୀ ପ୍ରତିଷ୍ଠା ହବ ଏବଂ ତାର କେମିତି କ'ଣ ସେ ପ୍ରତିଷ୍ଠା ହବ, ସେ ମୂର୍ତ୍ତି କେମିତି ଆସିବ, ଆପଣ ଟିକେ ଏଇ କଥାକୁ ବୁଝନ୍ତୁ। ତେଣୁ ଆମେ କ'ଣ ବୁଝିବା, ତେବେ ଆମେ ସବୁ ସଂଯୋଜକ। ଯାହା ହଉ ସେ ସଂଯୋଜନା ଫଳରେ ସେଇ ପବିତ୍ର ସାଧୁ ଉଦ୍ୟମରେ ଆଜି ମାଙ୍କର ସୁନ୍ଦର ମୂର୍ତ୍ତି ଏଠି ପ୍ରତିଷ୍ଠା ହେଇପାରିଛି। ଏଠି ଏଇ ଗାଁ ମାଟିରେ ଆମେ ସିନା ଆଜି ଗୋଟେ ଗାଡ଼ି ଚଢ଼ିକିରି ପଳେଇ ଆଇଲୁ, ଯେତେବେଳେ ଆମ ଅଞ୍ଚଳରେ ଗାଡ଼ି ବି ନଥିଲା ଆମେ ପାଦରେ ଚାଲି ଚାଲି ଦାର୍ତୋଲ ଦେଇ ତୀର୍ତ୍ତୋଲ ଯାଇଛୁ। ଏଇ ଗାଁ ଦାଣ୍ଡରେ ମୁଁ ଏ ଗାଁର ସେତେବେଳେ ଯିଏ ଜଣେ ସଦ୍ଗୁରୁ ଥିଲେ ଦୟାନିଧି ପରମହଂସ, ତାଙ୍କୁ ଏଇ ଗାଁ ଦାଣ୍ଡରେ ହିଁ ଆମେ ପରସ୍ପର ସହିତ କଥୋପକଥନ ହେଇଛୁ। ମୁଁ ତାଙ୍କୁ ଦର୍ଶନ କରି କୃତାର୍ଥ ହେଇଛି, ସେ ମଧ୍ୟ ମୋତେ ଦେଖି ଖୁସି ହେଇଛି। ଏଇ ଗାଁର ଅନେକ ଅଧିବାସୀ ମାନଙ୍କ ସହିତ ମୋର ସମ୍ପର୍କ ସବୁ ରହିଛି, ଏବେ ବି ରହିଛି। ଜୟପୁର ଗ୍ରାମର ପ୍ରତିଟି ଅଧିବାସୀ ଏ କୋଲର ପଞ୍ଚାୟତର ପ୍ରତିଟି ଅଧିବାସୀ ଆଖପାଖରେ ଥିବା ସମସ୍ତ ଗାଁର ଉପସ୍ଥିତ ସମସ୍ତ ବ୍ୟକ୍ତିମାନଙ୍କର ଶୁଭ କାମନା କରୁଛି ମା ମଙ୍ଗଳମୟୀଙ୍କ ପାଖରେ। ଏକ ପାର୍ଶ୍ୱରେ ବହି ଯାଉଛି ପବିତ୍ର ମହାନଦୀ, ଅପର ପାର୍ଶ୍ୱରେ ବହି ଯାଉଛି ପବିତ୍ର ପାଇକା ନଦୀ। ଆମେ ଯେଉଁ ଅଞ୍ଚଳରେ ବାସ କରିଛେ ଏହାକୁ ତ୍ରିକୋଣ ଭୂମି ବୋଲି କୁହାଯାଏ। ଇଏ ମହାନଦୀ ଆଉ ଚିତ୍ରକଳା ଅନ୍ତର୍ଗତ ଯେତେ ଗାଁ, ଇଏ ସମସ୍ତେ ତ୍ରିକୋଣ ଭୂମିର ଅଧିବାସୀ। ଇଏ ଗୋଟେ ସ୍ୱତନ୍ତ୍ର ଅଞ୍ଚଳ, ଆକୁ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ କରାଯାଉ, ସେଥିପାଇଁ ଏ ଅଞ୍ଚଳର କିଛି ବ୍ୟକ୍ତିକି ମଧ୍ୟ ଆମେ ଏକତ୍ର କରିଛୁ।
କିନ୍ତୁ ଅସହଯୋଗ ନୁହେଁ, ଆମେ ସେଇଭଳି ଉତ୍ସାହ ପାଇଲୁ ଯୋଉଟାକି ତାହା ପୂର୍ଣ୍ଣ ହେଇପାରିଲାନି। ଏହାର ସ୍ୱତନ୍ତ୍ର ଗୋଟେ ନିର୍ବାଚନ ମଣ୍ଡଳୀ ହବ, ପୋଲିସ ଷ୍ଟେସନ ହବ, ତହସିଲ ହବ, ଏମିତି ଅନେକ କଥା ଆମେ ଚିନ୍ତା କରିଛୁ। ଏ ପାଖରେ ନେମାଳ ନିକଟସ୍ଥ ଗୁଆଳି ନାନ୍ଦି ଠାରୁ ଅପରପକ୍ଷରେ କୁଆଁରପାଳ ପର୍ଯ୍ୟନ୍ତ, ଯାହାକୁ ଆପଣ ହଳଦିଆ ଗଣା ନା କ'ଣ କହୁଛନ୍ତି, ସେଇ ପର୍ଯ୍ୟନ୍ତ ଯେତେ ଅଞ୍ଚଳ ସମସ୍ତେ ଆମେ ମହାନଦୀ ଆଉ ଚିତ୍ରକଳା ତ୍ରିକୋଣ ଭୂମିର ଗୋଟିଏ ପରିବାର। ତା ଭିତରେ ଜୟପୁର ଅଛି, ଅରିଲୋ ବି ଅଛି, କୋଲର ବି ଅଛି, କାତର ବି ଅଛି, ନାଗପୁର ଅଛି, ପାଟକୁରା ଅଛି, ଦଶମାଣପୁର ଅଛି, ଇତ୍ୟାଦି ସବୁ ସମସ୍ତେ ଅଛି। କିନ୍ତୁ ମା ବୋଲି ଗୋଟେ ଶବ୍ଦ, ଇଏ ଗୋଟେ ପବିତ୍ର ଶବ୍ଦ। ସୌରୀ ବାବୁ ତାଙ୍କର ଅଭିଭାଷଣରେ, ଉଦ୍ଘାଟନୀ ଭାଷଣରେ ଅନେକ ଗୁଡ଼ିଏ ଅନୁଭୂତି ସେ କହିଲେ। ସେ ଅଲଗା କଥା, ତାଙ୍କ ଜୀବନର ଅନୁଭୂତି ମୋ ପାଖରେ ବି କିଛି ଅଛି, କିନ୍ତୁ ଇଏ ସମୟ ନୁହେଁ ସେସବୁ କଥା କହିବା ପାଇଁ। ତେବେ ତାଙ୍କ କଥା ଭିତରେ ସେ ଗୋଟିଏ ଶବ୍ଦ କହିଲେ, ମୋ ବାପ ମାକୁ ମୁଁ ପ୍ରଣାମ ଜଣାଉଛି। ଏଇ କଥାଟା ମତେ ବହୁତ ଭଲ ଲାଗେ। ଏତେ କଥା ଭିତରେ ସିଏ ତାଙ୍କର ବାପ ମାଙ୍କୁ ମନେ ପକେଇ ପ୍ରଣାମ କରୁଛନ୍ତି, ଠାରୁ ବଡ କଥା କିଛି ନାହିଁ। ଆମେ ସମସ୍ତେ ଗୀତା ଶୁଣୁଛୁ, ଭାଗବତ ଶୁଣୁଛୁ, ରାମାୟଣ ଶୁଣୁଛୁ, ରାମ ମନ୍ଦିର କରୁଛୁ, କୃଷ୍ଣ ମନ୍ଦିର କରୁଛୁ, ହନୁମାନଙ୍କ ମନ୍ଦିର କରୁଛୁ, କେତେ କଣ ମନ୍ଦିର ଆମେ କରୁଛୁ, କେତେ କଣ ମାଗୁଛୁ, ମୁକ୍ତି, ମୋକ୍ଷ, ନିର୍ବାଣ ସବୁ କିଛି। କିନ୍ତୁ ଆମ ଜୀବନର ଗୋଟିଏ ମନ୍ଦିର ହଉଛି ଜୀବନ। ଇଏ ଜୀବନ ହଉଛି ଗୋଟିଏ ମନ୍ଦିର। ଏଇ ଜୀବନ ମନ୍ଦିରରେ ଅଛନ୍ତି 11 ଜଣ ସେବକ। ଆମେ ନିଜକୁ ଜାଣିନୁ, ଆମେ ଭାବୁଛୁ ଜଗନ୍ନାଥଙ୍କ ମନ୍ଦିରରେ 36 ନିଯୋଗ ଅଛି, ଏଇଟା ଆମେ ସମସ୍ତେ ଜାଣିଛୁ କହୁଛୁ। କିନ୍ତୁ ଜୀବନ ମନ୍ଦିରରେ 11 ଜଣ ସେବକ ଅଛନ୍ତି। ତଥାପି ଆମେ ଭୁଲ ବାଟରେ ଯାଉଛୁ। ଯେମିତି ବେଳେ ବେଳେ ଆପଣ ମାନେ ଶୁଣୁଛନ୍ତି ଜଗନ୍ନାଥଙ୍କ ନୀତି ବିଭ୍ରାଟ, ଲିଙ୍ଗରାଜଙ୍କ ନୀତି ବିଭ୍ରାଟ, ସେମିତି ଜୀବନ ମନ୍ଦିର 11 ଜଣ ସେବକ ଥାଇକି ମଧ୍ୟ ଆଜି ଜୀବନ ଗୁଡିକ ଭୁଲ ବାଟରେ ଯାଉଛି। ସେ ଭୁଲଟା କଣ? ପ୍ରଥମ ଭୁଲ ହଉଛି ସେ ବୈକୁଣ୍ଠକୁ ଯିବା ପାଇଁ ସେ କୋଉଠି ଗୋଟେ ଅଛି ବୋଲି କହୁଛନ୍ତି। ବୈକୁଣ୍ଠକୁ ଯିବା ପାଇଁ ସେମାନେ ଅଣ୍ଟାରେ ଲୁଗା ଭିଡ଼ିକି ଅଛନ୍ତି ବା ପୂଜା ପୂଜି କରୁଥିଲେ। ଆମେ କହିଲେ ବୈକୁଣ୍ଠକୁ ଯିବୁ, କିନ୍ତୁ ବୈକୁଣ୍ଠଟା ଯେ ତାଙ୍କ ଘରେ ଅଛି, ପ୍ରତ୍ୟେକ ଘର ହଉଛି ବୈକୁଣ୍ଠ, ଇଏ କଥାକୁ ସିଏ ଭୁଲି ଯାଏ। বৈকুণ্ঠ সমান অটে সেই ঘর,
ଯାହାଙ୍କ ମାଧ୍ୟମରେ ଆମେ ଏ ପୃଥିବୀକି ଆସି ଆମେ ଆଜି ମାନେ ବହୁତ ବଡ଼ ବଡ଼ ପଦପଦବୀରେ ରହିଲୁଣୁ, ବହୁ ଅର୍ଥ ଉପାର୍ଜନ କଲୁଣୁ, ବହୁ କୋଠା ବାଡ଼ି ଗାଡ଼ି ସବୁ କରିଛୁ, କିନ୍ତୁ ଆସିଛୁ କାହା ମାଧ୍ୟମରେ? ଯଦି ଆମେ କହିବା ଯେ ସେଇ ଅଦୃଶ୍ୟ ଶକ୍ତି ଆମକୁ ପଠେଇଛି, ସେ ଗୋଟେ ଭାଷା, ସେ ଗୋଟେ ଆଧ୍ୟାତ୍ମିକ ବାକ୍ୟ, ସବୁ ଭଗବାନ କରୁଛନ୍ତି, ସେ ଗୋଟେ ଆଧ୍ୟାତ୍ମିକ ବାକ୍ୟ, କିନ୍ତୁ ପ୍ରକୃତ ବାକ୍ୟ ହଉଛି ଇଏ ଜୀବନ ଆସିଛି ଦୁଇ ଜଣଙ୍କ ମାଧ୍ୟମରେ। ସିଏ ହଉଛନ୍ତି ଆମ ଘର ବୈକୁଣ୍ଠର ଲକ୍ଷ୍ମୀ ନାରାୟଣ। ତାଙ୍କୁ ଯିଏ ନ ଚିହ୍ନିଛି ସିଏ ଅନେକଙ୍କୁ ଚିହ୍ନିଲେ ଲାଭ କଣ? ଆମେ ଶାରଦାଙ୍କ ମନ୍ଦିରକୁ ଯାଉଛୁ, ସେଠି ମା 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 କରି ବହୁତ କହୁଛୁ, କିନ୍ତୁ ଆମ ଗଲାବେଳେ ଶାରଦାଙ୍କ ମନ୍ଦିରକୁ ଗଲାବେଳେ ଆମ ମା ଉପାସରେ ଅଛି କି ଖାଇଛି ସେ କଥା କଣ ଆମେ ବୁଝୁଛୁ? ତେଣୁ ମା ଭଳି ଗୋଟେ ମା କହିଲେ ପ୍ରକୃତି, ଗ୍ରୀଷ୍ମ ବର୍ଷା ଶରତ ହେମନ୍ତ ଶୀତ ବସନ୍ତ, ଏଇ ଯୋଉ ଛଅଟି ଋତୁ ଇଏ ହଉଛନ୍ତି ମା। ଆଉ ମା କିଏ? ଧରିତ୍ରୀ ହଉଛି ମା। ଯେଉଁ ଧରିତ୍ରୀ ଉପରେ ଆମେ ବସବାସ କରିଛୁ ଇଏ ହଉଛନ୍ତି ମା। ଆଉ ମା କିଏ? ମା ହଉଛନ୍ତି ଗଙ୍ଗା। ଆମେ ଯିଏ ଯୋଉଠି ସ୍ନାନ କଲେ ବି ଗଙ୍ଗାକୁ ସ୍ମରଣ କରି ସ୍ନାନ କରିବା ଉଚିତ, କରୁନୁ। ଆଉ ଗୋଟିଏ ମା ବର୍ତ୍ତମାନ ସବୁଠାରୁ ଅବହେଳିତ, ସେ ହଉଛି ଗୋମାତା। ଆଜି ଗୋମାତାଙ୍କର ଆଖିରୁ ଲୁହ ଧରୁଛି, ଗୁହାଳ ନାହିଁ। ଅତୀତର ସକାଳୁ ଉଠି ଓଡିଆଣୀ ବୋହୁ ଗୋବର ପାଣି ଛିଞ୍ଚୁଥିଲା ଘରେ, କାନ୍ଥରେ ଗୋବର ଲେପା ହଉଥିଲା। ଆଜି ସେ ଗୋବର ଦେଖିଲେ ବା ଇଏ କଲେ, ତାର ବାସ ଆସିଲେ ନାକ ଟେକୁଛି। ଆଜି ବଳଦ ନାହାନ୍ତି, କୁଆଡେ ଗଲେ? ସେ ବଳଦ ଗୁଡିକ ସବୁ ହଣା ହେଇକି ପେଟରେ ପଶିଲେ। ଏ ପାଖରେ ସାଧୁ ସନ୍ଥ ମାନେ ଆମେ କିଏ ଯୋଉଠି ଅଛନ୍ତି, ଯୋଉଠି ଏକାଠି ମିଶି ଯାଉଛନ୍ତି, ସେଠି ଆହ୍ୱାନ ଦଉଛନ୍ତି ଗୋ ହତ୍ୟା ବନ୍ଦ ହଉ। ଗୋ ହତ୍ୟା ବନ୍ଦ ହବା ପାଇଁ କହିଦେଲେ କଣ ବନ୍ଦ ହବ? ଆଜି ଗୋମାତାଙ୍କ ହତ୍ୟା ପାଇଁ ଆମେ ହିଁ ଦାୟୀ। ତେଣୁ ଗୋମାତା, ଗାୟତ୍ରୀ ମାତା, ଗଙ୍ଗା ମାତା, ଧରିତ୍ରୀ ମାତା, ପ୍ରକୃତି ମାତା, ଆଉ ମା ଜନ୍ମଦାତ୍ରୀ ମା, ଜନନୀ। ଆମେ ଯୋଉ ଦେଶରେ ଘର କରିଛୁ, ଏ ଦେଶର ନାଁ ଭାରତ ମାତା। ଆମର ପବିତ୍ର ଆହ୍ୱାନ ହଉଛି ବନ୍ଦେ ମାତରମ୍। ଆମେ ଯୋଉ ଉତ୍କଳ ଭୂମିରେ ଜନ୍ମ ହେଇଛୁ,
ଇଏ ହଉଛନ୍ତି ଆମ ପାଇଁ ଗୋଟିଏ ମା, ଉତ୍କଳ ଜନନୀ। ଓଡ଼ିଆ ଗୋଟିଏ ସଙ୍ଗୀତରେ ଲେଖିଛି ମଧ୍ୟ, ତାକୁ ଆମର ପୂର୍ବତନ ରାଜ୍ୟପାଳ ଉଦ୍ଘାଟନ କରିଥିଲେ। ଉତ୍କଳ ଜନନୀ ମମତାମୟୀ ଜନ୍ମଭୂମି ସର୍ବଶ୍ରେଷ୍ଠ ଆରାଧ୍ୟ ହଉଛନ୍ତି ଜଗନ୍ନାଥ। ଏଠି ମଞ୍ଚ ଉପରେ ମୁଖ୍ୟ ଅତିଥି ସଭାପତି ରୂପରେ ସେ ଆସନ ଅଳଙ୍କୃତ କରିଛନ୍ତି। ଉତ୍କଳମଣି ଗୋପବନ୍ଧୁ ଲେଖିଥିଲେ, ଉତ୍କଳ ଜନତା ନୁହନ୍ତି ଅନାଥ, ଉତ୍କଳର ନେତା ନିଜେ ଜଗନ୍ନାଥ। ଏଇ ଜଗନ୍ନାଥଙ୍କର ଦର୍ଶନରେ ଆପଣ ଦେଖିବେ, ଭାଇ ସେ ମଧ୍ୟ ଗୋଟେ ଘର ବୈକୁଣ୍ଠର କଥା। ଭାଇ ଭଉଣୀ କୋଉଠି ଦେଖିବାକୁ ମିଳେ? ପରିବାର ଭିତରେ। ଇଏ ପୃଥିବୀରେ ଆମେ ଅନେକ ତୀର୍ଥ ସ୍ଥାନ ବୁଲିଛୁ, ସବୁଠି ସ୍ୱାମୀ ସ୍ତ୍ରୀ ପୁଅ ଝିଅକୁ ନେଇକିରି ମନ୍ଦିରରେ ସବୁ ପୂଜା କରୁଛୁ, କିନ୍ତୁ ପୃଥିବୀରେ ଗୋଟିଏ ମନ୍ଦିର, ତାକୁ କିଏ କଳ୍ପନା କରିଛି ଆମେ କହିଥିଲୁ? ସେ ନିଜେ ହିଁ ନିଜକୁ କଳ୍ପନା କରିଛନ୍ତି। ସିଏ ହଉଛନ୍ତି ଜଗନ୍ନାଥ। ଏଇ ଜଗନ୍ନାଥ ଗୋଟିଏ ପଟରେ, ବଳଭଦ୍ର ଆଉ ଗୋଟିଏ ପଟରେ। ବଡ ଭାଇକି କେମିତି ସମ୍ମାନ ଦିଆଯାଏ, ଏ କଥା ଶିକ୍ଷା ଦେଇଛି କେବଳ ଜଗନ୍ନାଥ ଶାସନ। আগে চালে বড় ভদ্র, মধ্যে চাল পছরে আছে আগে চালে বড় ভদ্র, মধ্যে চাল তারপরে দিবে সুভদ্রা, শেষକୁ আসবে জগন্নাଥ। পুଣି ସୁଭଦ୍ରାଙ୍କ ରଥରେ ସୁଦର୍ଶନ ଚକ୍ର ରହିବ। ଜଗନ୍ନାଥ ସଂସ୍କୃତି ସମଗ୍ର ପୃଥିବୀକି କହୁଛି, ମା ଭଉଣୀର ସମ୍ମାନ ଅକ୍ଷୁର୍ଣ୍ଣ ରଖ। ସେଥିପାଇଁ ସୁଭଦ୍ରାଙ୍କ ରଥରେ ସୁଦର୍ଶନ ଚକ୍ର। ଏଇ ଯୋଉ ଚାରୋଟି ନାଁ ଆପଣ ଶୁଣିଲେ, ଏଇ ଚାରୋଟି ନାଁ ଭିତରେ ବୋଧେ ବେଦ, ବେଦାନ୍ତ, ଗୀତା, ଭାଗବତ, ରାମାୟଣ, ମହାଭାରତ, କୋରାନ, ବାଇବେଲ,
ତ୍ରିପିଟକ ସବୁ କଥାର ତତ୍ତ୍ୱ ତାରି ଭିତରେ ଅଛି। ଏଠି ଆମେ ପୂଜା କରୁଛୁ ଗ୍ରାମ୍ୟ ଦେବୀ ମା ବୁଢ଼ୀବା ସୁରେ। ସିଏ ହଉଛନ୍ତି ସେଇ ସୁଭଦ୍ରା। ଆମେ ଭିନ୍ନ ଭିନ୍ନ କରିକି ଆମେ ହିଁ ଅଡୁଆରେ ପକେଇ ଦଉଛୁ। ନମସ୍ତେ ଶୁଭକେ ଦେବୀ, ନମସ୍ତେ ସୌଖ୍ୟବର୍ଦ୍ଧି, ନମସ୍ତେ ପଦ୍ମପତ୍ରାକ୍ଷୀ କାତ୍ୟାୟନୀ ନମସ୍ତେ। ସେ ହଉଛନ୍ତି ସୁଭଦ୍ରା। ସେଇ ସୁଭଦ୍ରା ହଉଛନ୍ତି ପ୍ରତ୍ୟେକ ଗ୍ରାମର ଦେବୀ। ସେଇ ଶାରଦା, ସେଇ ବିରଜା, ସେଇ ମଙ୍ଗଳା, ସେଇ ଚର୍ଚ୍ଚିକା ସବୁ ସେଇ। ସଜ୍ଜନ, ଚାରୋଟି ଠାକୁର ଅଛନ୍ତି, ତାଙ୍କର ହଉଛି ଚାରିଟା ହାତ। ଚାରି ଠାକୁରଙ୍କର ଆଠଟା ହାତ ହବା କଥା ନା। ଆଉ ତାହେଲେ ସେ ଯୋଉ କାରିଗରଟା ଗଢିଛି ସେ କଣ ଭୁଲିଗଲା କି? ଚାରି ଠାକୁରଙ୍କର ଚାରିଟା ହାତ। ସେମାନେ ଦିଦିଟା ହାତ ସେମାନେ କାମ ଚଳଉଛନ୍ତି। ଆଉ ଇଏ ହଉଛି ପବିତ୍ର ଭାଇ ଭଉଣୀର ମନ୍ଦିର। ଚାରିଟି ଠାକୁର ଅଛନ୍ତି। ପଚାରିଲେ ସମସ୍ତେ କହୁଛନ୍ତି ବଳଦେବ କହୁଛନ୍ତି। ଯଦି ବାଟରେ ଯାଉଛନ୍ତି ପଚାରିବ କୁଆଡେ ଯାଉଛନ୍ତି, ନା ମୁଁ ଟିକେ ଜଗନ୍ନାଥଙ୍କ ଦର୍ଶନକୁ ଯାଉଛି। ଜଗନ୍ନାଥଙ୍କ ଦର୍ଶନକୁ ଯାଉଛି, ଆଉ ବଳଦେବକୁ ଦେଖିବନି? ନା ବଳଦେବକୁ ଦେଖିବାନି, ଆଉ ସୁଭଦ୍ରାକୁ ଦେଖିବା। ତେଣୁ ସବୁ ତ ଦେଖିବା, ଆଉ କହୁଛ ଜଗନ୍ନାଥଙ୍କ ଦର୍ଶନକୁ ଯାଉଛି। ଏଇ ଯୋଉ ଜଗନ୍ନାଥ, ଏଇ ଚାରୋଟି ଅକ୍ଷର ଭିତରେ ସମଗ୍ର ଜଗତ ଲୁଚି ରହିଛି। ସମଗ୍ର ଜଗତ ଅଛି। ପ୍ରଥମେ ଆମେ ଆମ ବୁଝିଲା ଭଳି କଥାଟା ଆଗ କରୁ। ତତ୍ତ୍ୱ କଥା କହିଲେ କେହି ବୁଝିବେ। ଜ କହିଲେ ଜନାର୍ଦ୍ଦନ। ଗୀତାର ଗୋଟିଏ ସମ୍ବୋଧନ ହଉଛି, ଅର୍ଜୁନଙ୍କର ଗୋଟିଏ ସମ୍ବୋଧନ ହଉଛି ହେ ଜନାର୍ଦ୍ଦନ। ତେବେ ଜନାର୍ଦ୍ଦନ ତାଙ୍କ ନାଁ କାହିଁକି ହେଲା? ଜଗତର ସମସ୍ତ ବୃକ୍ଷ ତରୁ ତୃଣ ଲତା ଠାରୁ ଆରମ୍ଭ କରି ପିମ୍ପୁଡ଼ି ଜନ୍ଦା ପର୍ଯ୍ୟନ୍ତ ସମସ୍ତଙ୍କୁ ଯେ ଖାଇବାକୁ ଦଉଛନ୍ତି, ସମସ୍ତଙ୍କ ପାଇଁ ଯିଏ ଅନ୍ନର ବ୍ୟବସ୍ଥା କରିଛନ୍ତି। ଆମେ ଅନ୍ନ ଖାଉଛୁ, କିଏ ରୁଟି ଖାଉଛି, ଚରା ଖାଉଛୁ, କିନ୍ତୁ ସେଇ ହଉଛନ୍ତି ଜନାର୍ଦ୍ଦନ। এই জনার্দনଙ୍କ ନାମରେ ଏକ ମନ୍ତ୍ର ଅଛି। ବିପଦରେ ଦୁଃଖ ବେଳେ ସେ ମନ୍ତ୍ରଟି ଯଦି ଭଜନ କରିବେ, ସେ ଦୁଃଖ ଯାଉ ନ ଯାଉ କିନ୍ତୁ ଆନନ୍ଦ ସୃଷ୍ଟି ହେବ। ମଧୁସୂଦନ କୃଷ୍ଣେ ବାସୁଦେବ এই জনার্দন ଯୋଉ ଶବ୍ଦ ଖାଲି କହିଦେଲେ କଣ ହବ କି? ବାସ୍ତବରେ ସେ ଜନାର୍ଦନ କେତେବେଳେ
ସବୁବେଳେ ତ ହେଇଛନ୍ତି, ଆମ ଜାଣିବା ଭିତରେ ଗୋଟେ ଜନାର୍ଦ୍ଦନ ରୂପ ସେ ନେଲେ ବନ୍ଧୁ ମହାନ୍ତିଙ୍କ ପାଖରେ। ଅର୍ଦ୍ଧରାତ୍ରିରେ ବନ୍ଧୁ ମହାନ୍ତି ଯାଜପୁରରୁ ଯାଇ ବେଜନଳା ପାଖରେ ବେଜ ପିଇ ପିଲାମାନଙ୍କୁ ଶୁଆଇ ଦେଇଛନ୍ତି। ତାଙ୍କ ସ୍ତ୍ରୀ ପିଲାମାନେ ପଚାରୁଛନ୍ତି, ଏଥିବା ତମର କିଏ ଗୋଟେ ବନ୍ଧୁ କାଳେ ଅଛି? ବନ୍ଧୁ ମହାନ୍ତି ନୀରବ ହେଇଯାଉଛନ୍ତି, କହୁଛନ୍ତି ହଁ ମୋର ବନ୍ଧୁ ଅଛନ୍ତି। ସେ ବନ୍ଧୁ ଘରକୁ କେତେବେଳେ ଯିବା? ରାତି ପାଇଲେ ଯିବା। ସେ ବନ୍ଧୁଙ୍କ ନାଁ କଣ? ଜଗବନ୍ଧୁ। ହେ ପିଲାମାନଙ୍କୁ କହିଲେ କାଲି ସକାଳୁ ଯିବା, ତମେ ଟିକେ ପେଜ ଭେଜ ପିଇଦେଇ ଶୋଇପଡ। ବନ୍ଧୁ ମହାନ୍ତିଙ୍କ ଆଖିରେ ନିଦ ନାହିଁ। ବନ୍ଧୁ ମହାନ୍ତି ଭାବୁଛନ୍ତି ବସିକିରି, ରାତି ପାଇଲେ ପିଲାମାନେ ପଚାରିବେ ବାପା ବନ୍ଧୁ ଘରକୁ ପୁରା ଯିବା, ମୁଁ କଣ ତାର ମୁଁ ମୋ ବନ୍ଧୁ ଘରକୁ ତାକୁ ନେଇଯିବି, କିନ୍ତୁ ସିଏ ଯେତେବେଳେ ମୋ ବନ୍ଧୁଙ୍କର ରୂପଟାକୁ ଦେଖିବେ ସିଏ କହିବେ ଇଏ କଣ କି ବନ୍ଧୁ? ଇଏ କଣ ଗୋଟେ ଦେଖିବାକୁ କାଳିଆ, ସେ ଗୋଟେ ଧଳା, ଇଏ କଣ ହଳଦିଆ, ଇଏ କଣ ବନ୍ଧୁ? ମୁଁ ସେତେବେଳେ ତାର ଉତ୍ତର କଣ? ଏଇ କଥା ଭାବୁଛନ୍ତି। ଦେଖନ୍ତୁ ଏ ଜଗତର ସମସ୍ତ ଠିକଣା ଯାହାଙ୍କ ପାଖରେ ଅଛି। ମୋର ପୂର୍ବ ଜନ୍ମର ଠିକଣା, ପର ଜନ୍ମରେ କୋଉଠି ଜନ୍ମ ହେବି, ମୋର ପୂର୍ବ ଜନ୍ମରେ କିଏ ବାପା ମା ଥିଲେ, ଏବେ କିଏ, ଆଗରେ କିଏ ହେବେ, ଇଏ ସବୁ ଯାକ ଠିକଣା ଯାହାଙ୍କ ପାଖରେ ଅଛି। ସେ ହଉଛନ୍ତି ଜଗନ୍ନାଥ। ସେ ଗୀତାରେ ପରିଷ୍କାର ଭାବରେ କହିଛନ୍ତି, ଅର୍ଜୁନଙ୍କୁ କହିଲେ ମୋ ଠିକଣାଟା ମନେ ରଖ। ଅର୍ଜୁନ ପଚାରିଲେ ଆପଣଙ୍କ ଠିକଣା କଣ? न तद्भासयते सूर्यो न शशाङ्कनिवर्तन्ते ମୋର ଧାମ ହଉଛି ମହାଶୂନ୍ୟ, ଯେଉଁଠି ଆଲୋକ ଦେଖାଯାଏନି। ଆଲୋକ ଅଛି କିନ୍ତୁ ଆଲୋକ ଦେଖାଯାଏ, ତେଣୁ ମୋ ରୂପ ହଉଛି କଳା, ଅନ୍ଧାର। ତେବେ ବନ୍ଧୁ ମହାନ୍ତି ବସିଛନ୍ତି ମୁଣ୍ଡରେ ହାତ ଦେଇ, କାଲି ତାଙ୍କ ପରିବାରକୁ କଣ କହିବେ? କିଏ ଗୋଟିଏ ଆସି ଡାକୁଛି ବନ୍ଧୁ ମହାନ୍ତି, ଓ ବନ୍ଧୁ ମହାନ୍ତି। କିଏ ଭାବିଲେ କେତେ ବନ୍ଧୁ ମହାନ୍ତି କୋଉଠି ଥିବେ, ମୁଁ କଣ ବନ୍ଧୁ ମହାନ୍ତି ଏକୁଟିଆ। ସେ ପୁଣି ଡାକୁଛନ୍ତି ହୋ ଯାଜପୁରିଆ ବନ୍ଧୁ ମହାନ୍ତି। ଚମକି ପଡିଲେ, ଯାଜପୁରିଆ ବନ୍ଧୁ ମହାନ୍ତି ତ ମୁଁ ଏଠି କହିଛି। ଉଠିକିରି କହିଲେ ଆପଣ ମତେ କାହିଁ ଡାକୁଛନ୍ତି? ନା ତୁମେ ଯାଜପୁରରୁ ଆଇଛ?
କଣ ଖାଇଲ? ଖାଇଲ କାଲି ସକାଳୁ ଖାଇଲ। ତମର ଇଏ ବଡ ଦେଉଳରେ ଯିଏ ବନ୍ଧୁ ଅଛନ୍ତି ସିଏ ତମ ପାଇଁ ଗୋଟିଏ ସୁବର୍ଣ୍ଣ ଥାଳିରେ ଖେଚୁଡି ଆଉ ଡାଲମା ପଠେଇଲେ ପିଲାମାନଙ୍କୁ ଉଠେଇକି ଖାଇବାକୁ। ବନ୍ଧୁ ମହାନ୍ତି ଆଶ୍ଚର୍ଯ୍ୟ। ଯେଉଁ ମୂର୍ତ୍ତି କାଠରେ ତିଆରି ବୋଲି ଆମେ କହୁଛୁ ସିଏ ପୁଣି ଜୀବନ୍ତ ଭଳି ଗୋଟେ ଜୀବନ୍ତ ମଣିଷ ରୂପରେ ଆମ ପାଇଁ ଖାଦ୍ୟ ପଠେଇ ପାରେ। ସେ କାଠ ହେଲା କେମିତି? ସେ କାଷ୍ଟ ନୀଳ କନ୍ଦର ବିହାରୀ ଜଗନ୍ନାଥ ସେ ପିଲାମାନଙ୍କୁ ପଚାରିଲା ଆପଣ କାଲି ଯାଉଛନ୍ତି ଥାଳିଟା ନା ମୁଁ କାଲି ସକାଳୁ ଆସି ନେଇବି ତମେ ଖାଇବି କହିଲ। ପିଲାମାନଙ୍କୁ ଡାକିଲା ପିଲା ଉଠ ଆମ ବନ୍ଧୁ ଆମ ପାଇଁ ଖେଚୁଡି ଆଉ ଡାଲମା ପକେଇବେ। ମହମହି ବାଜୁଛି। ଏମିତିଆ ପ୍ରସାଦ କୋଉଠି ମିଳିବ? ସମସ୍ତେ ତାକୁ ଖାଇଲେ ଶୋଇଲେ। ସକାଳୁ ଥାଳି ଖୋଜା ହେଲା। ସେ ଥାଳିକି କିଏ ନେଇ ଏକ ସେ ଜଣେ ଏକ ହମ୍ ବହୁତ ସେ ଅନେକ ସମୟରେ ବହୁତ ହେଇଯାଏ। ସେଇ ଯିଏ କନ୍ୟା ରୂପରେ ଆସି ତାଙ୍କୁ ଦେଇ ଯାଇଥିଲେ ଖେଚୁଡି ଡାଲମା ସେ ଆଉ ଗୋଟେ ରୂପ ହେଇଗଲେ। ଆଉ ଗୋଟିଏ ରୂପ ହେଇକିରି କହିଲେ ବେଦନଳା ପାଖରେ ଗୋଟେ ପରିବାର ଶୋଇଛି ତା ମୁଣ୍ଡ ଉପରେ କଣ ସୁନାର ଥାଳିଟା ଥୁଆଏ ଭଲ ଦେଖିବ। ସମସ୍ତେ ଗୋଡା ଗୋଡେଇ ଆଇଲେ ଖାଳିକି ରହିଲେ ଏବଂ ବନ୍ଧୁ ମହାନ୍ତି ଯେତେବେଳେ ମାରିବା ପାଇଁ ଉଦ୍ୟତ ହେଇଛି ଏଇ କାଳିଆ ବନ୍ଧୁ ସେ ପୁଣି ଆଉ ଗୋଟେ ରୂପ ସେ ଏମିତି ଏକ ରୂପ ଧରି ଆସିଲା। ଏଇ ଇଏ ଚୋର ଭଳି ଦେଖାଯାଉଛି ତମେ ଆଇଚନକୁ ମାରିବାକୁ ତାଙ୍କୁ ଏଭଳି ଫୋପାଡ଼ି ଦେଲା ତାକୁ ଏମିତି ପାଲି ପାଲି ଦେଲା ସିଏ ସବୁ ଖଣ୍ଡିଆ ମଣ୍ଡିଆ ହେଇକି ପଡିଛନ୍ତି। ବନ୍ଧୁ ମହାନ୍ତି କେବଳ ସେଇ ବନ୍ଧୁଙ୍କୁ ହିଁ ତାର ମନେ ପଡି ଯାଉଛି କାଷ୍ଠ ପାଷାଣ ଜଗନ୍ନାଥଙ୍କ ରୂପ ସେ ପାଷାଣରେ ଅଛନ୍ତି ଶିବଲିଙ୍ଗଙ୍କ ଭିତରେ। ଏଠି ମା ବର୍ତ୍ତମାନ ପୂଜା ପାଇବେ ପାଷାଣ ମୂର୍ତ୍ତି କାଷ୍ଠ ପାଷାଣ ସେ ଗଛରେ ଅଛନ୍ତି
କଳ୍ପବଟ ଅଶ୍ୱସ୍ଥ ବୃକ୍ଷ ଯେଉଁ ବୃକ୍ଷ ମାନଙ୍କର ଆଜି ଅଭାବ ପାଇଁ ମଣିଷ ବହୁ କଷ୍ଟ ପାଉଛି। ଉତ୍ତପ୍ତ ଗରମ, କେତେବେଳେ ବହୁତ ଶୀତ, କେତେବେଳେ ବହୁତ ବର୍ଷା, ଏହାର ସବୁ କାରଣ ହଉଛି ଗଛ ବୃକ୍ଷ। ଯଦି ବୃକ୍ଷ ସୃଷ୍ଟି ହବ ନିଶ୍ଚିତ ଭାବରେ ଥଣ୍ଡା ଶୀତ ଋତୁ ସବୁବେଳେ ଲାଗିବ। ଆପଣମାନଙ୍କର ମନେ ଥିବ, ମୋର ତ ମନେ ଅଛି, ବୈଶାଖ ମାସରେ ଚାଦର ଘୋଡେଇ ଆମେ ଆଜି ଶୀତ ଋତୁରେ ବେଳେ ବେଳେ ଫ୍ୟାନ ବୁଲେଇ ଶୋଉଛୁ। ତେଣୁ କାଷ୍ଠ ପାଷାଣ ଆଉ ଗୋଟେ ପାଷାଣ ତତ୍ତ୍ୱ ହଉଛି କେନ୍ଦ୍ରାପଡ଼ାର ବଳଭଦ୍ର ମୂର୍ତ୍ତି, ସେ ହଉଛନ୍ତି ପାଷାଣର ମୂର୍ତ୍ତି। ତରୁ କହିଲେ କଳ୍ପବଟ ଅଶ୍ୱସ୍ଥ ବୃକ୍ଷ, ଗୀତାରେ କହିଲେ ଅଶ୍ୱସ୍ଥ ସର୍ବବୃକ୍ଷ। ମୁଁ ସବୁ ଗଛ ଭିତରେ ତୃଣ, ଏଇ ଦେଖନ୍ତୁ ତୁଳସୀ, ଓଡ଼ିଆର ଏମିତି ଘର ନାହିଁ, ଓଡ଼ିଶାର ଏମିତି ଘର ନାହିଁ ଯେଉଁ ଘର ଦୁଆର ମୁହଁରେ ତୁଳସୀର ପୂଜା ହୁଏ। କବି ଲେଖିଥିଲେ ଓଡ଼ିଆ ଘର ସଞ୍ଜ ତୁଳସୀ ଚଉରା ମୂଳେ ରଙ୍ଗଣୀ ଗଛ ଏମିତି ଘର ନାହିଁ ଯୋଉଠି ତୁଳସୀ ନାହିଁ। ମୂଳରୁ ଅବଦାନ ସବୁ ଔଷଧ। ଯେଉଁ ଘରେ, ଯେଉଁ ହିନ୍ଦୁ ଘରେ ବା ଯେଉଁ ଓଡ଼ିଆ ଘରେ ତୁଳସୀ ଗଛ ନାହିଁ, ତା ପାଇଁ ଆମରି କିଛି ଧର୍ମାବଲମ୍ବୀ ଲୋକ ଅଛନ୍ତି। ଆମରି ହିନ୍ଦୁ ସନାତନ ଧର୍ମ ଭିତରେ ତୁଳସୀ ଗଛକୁ ଓପାଡ଼ି ଫୋପାଡ଼ି ଦିଅ, ମାଣବସା ପାଇଲି ନଈରେ ଫିଙ୍ଗି ଦିଅ, ଏମିତି ବି ଅଛନ୍ତି ସିନ୍ଦୁର କାଦଲି। ଆଜି ଧର୍ମର ଗ୍ଲାନି, ସେମାନେ ବହୁତ ଭଲ କଥା କହୁଛନ୍ତି, ଯୋଉଟା ମୁଣ୍ଡରେ ପଶିଯାଇଛି ତୁଳସୀ ଗଛ। ଆମେ ଆସିଲୁ ମା ମାନେ ମୋର ବନ୍ଦାପନା କରି, କୋଉଥିରେ ବନ୍ଦାପନା? ଦୁବରେ। ଆଜି ଗାଈଟିଏ ଦୁବ ଧରି ଖାଏ, ତା କ୍ଷୀର ହୁଏ ଅମୃତ। ଆଜି ଗାଈ ମାନେ ବୁଲିକିରି ପ୍ଲାଷ୍ଟିକ ଜମି, ତାଠୁ କଣ ଅମୃତ? ତେବେ କାଷ୍ଠ ପାଷାଣ ତରୁ ତୃଣେ ବସନ୍ତି ଶରୀର ପ୍ରମା।
সকল ঘটে নারায়ণ বসন্তী অনাদিকাল। বর্তমান ବନ୍ଧୁ ମହାନ୍ତି ତାଙ୍କର ସେଇ ପ୍ରିୟ ବନ୍ଧୁଙ୍କର କାହାଣୀ ତାଙ୍କ ଧର୍ମପତ୍ନୀ ଆଉ ପିଲାମାନଙ୍କ ଆଗରେ କହିଲେ। ତାଙ୍କ ସହଧର୍ମୀ ପଚାରିଲେ କାଲି ରାତିରେ କାହିଁ କହୁଛ, ଆଜି କଣ କହୁଛ? ସେ କହିଲେ କାଳେ ତୁମେ ମତେ ମୋ ବନ୍ଧୁଙ୍କର ଅସ୍ତିତ୍ୱକୁ ଅବିଶ୍ୱାସ କରିବ, ଉପେକ୍ଷା କରିବ। ଏ ମନ୍ଦିର ଏମିତିର କେତେ ମନ୍ଦିର ଓଡିଶାରେ ଅଛି, ତୁମେ ଏଇଠି କଣ ମିଳେ? ମୁଁ ସେଇଥିପାଇଁ କହୁଛି ଏଇଭଳି ଉଦାହରଣ ଅନ୍ତତଃ ଇଏ ସେବକ ପାଖରେ ବହୁତ ଅଛି। ମୁଁ ନିଜେ ମଧ୍ୟ ଅନୁଭବ, ମୁଁ କେବଳ ଉପାଖ୍ୟାନ କହେନି, ମୁଁ ବେଶୀ କହେ ଅନୁଭୂତିର କଥା, ଅନୁଭବ। ଯେଉଁଠି ଅନୁଭୂତି ନାହିଁ ସେଠି ଅନୁଭବ କଣ ପାଇଁ ଆମେ କରୁ? ବର୍ତ୍ତମାନ ଆମ ସମାଜରେ ଅନୁଭୂତି କହିଲେ କ୍ଷୀରର ଅନୁଭୂତି, କ୍ଷୀର ଖାଇଲେ କଣ ହୁଏ ସେ ଅନୁଭୂତି ଆମ ପିଲାଙ୍କ ପାଖରେ ନାହିଁ। କିନ୍ତୁ ମଦ ପିଇଲେ କଣ ସେ ଅନୁଭୂତି ଆଜି ଗାଁ ଗହଳିରେ ବ୍ୟାପି ଯାଏ। ଯେଉଁଥିପାଇଁ ପିଲା ଗୁଡାକ ମୋ ଦେଶ, ମୋ ଜାତି, ମୋ ସଂସ୍କୃତିର ମଣିଷ ପିଲା ଗୁଡାକ ଯୁବକ ମାନେ ଅଳ୍ପ ବୟସରେ ଅକାଳରେ ଝଡ଼ି ପଡୁଛନ୍ତି। ତେଣୁ ସଜ୍ଜନ ମଦ ଛାଡ଼ ଦେଶ ଗଢ଼, ଗଛ ଲଗାଅ, ବାତ୍ୟା ମାନେ ଯୋଉ ଆସୁଛି ସବୁ ପ୍ରାକୃତିକ ବିପର୍ଯ୍ୟୟ ସେ ଆପେ ଆପେ ଦୂରେଇ ଯିବ। ତେଣୁ ସଜ୍ଜନ ଜରେ ଜନାର୍ଦ୍ଦନ ସେ କିଏ? ବଳଦେବ। ବଳଦେବ ହଉଛନ୍ତି ଜ। କେମିତି ଜ ହେଲେ ତାପରେ ଗୋଟେ ବୁଝିବା ଦରକାର ସେ କେମିତି ଜ? ତାଙ୍କ କାନ୍ଧରେ ହଉଛି ଲଙ୍ଗଳ। ଆମେ ସିନା ଏବେ ଟ୍ରାକ୍ଟରରେ ହଳ ବୁଲୁଛୁ, କିନ୍ତୁ ଆମ କୃଷକ ମାନଙ୍କ ହାତରେ କଣ ଥିଲା? ଲଙ୍ଗଳ। ତାଙ୍କର ଆଉ ଗୋଟେ ହାତରେ ଅଛି ଶୂଳ, ମାନେ ଶିଳ୍ପର ପ୍ରତୀକ। କୃଷି ଆଉ ଶିଳ୍ପ ଇଏ ଦୁଇଟି ପାଇଁ ଆଜି ମଣିଷ ଖଣ୍ଡେ ଖାଇବାକୁ ପାଉଛି। ଆମ ରାଜ୍ୟରେ, ଆମ ଦେଶରେ ଏତେ ଧାନ ହଉଛି ଯେ ମାନେ ତାର ହିସାବ ଏତେ ଧାନ। କିନ୍ତୁ ଆମ ପିଲାଦିନେ ଆମେ ଯୋଉ ଧାନ, ବିରି, ମୁଗ, କୋଳଥ, ଭେଣ୍ଡି, ଆଖୁ କଣ ସବୁ ଦେଖିଲି, ସେଇଗୁଡାକ ଭୁଲି ଯିବା ଦ୍ୱାରା ଆମେ ଟିକେ ଅଭାବ ଅନୁଭବ କରୁଛୁ। ତେଣୁ ପ୍ରଭୁ ବଳଦେବ ଏଇ ତୁଳସୀ କଥାକୁ ନେଇ ଆମର ବଳଭଦ୍ରଙ୍କ କ୍ଷେତ୍ର ନାଁ ହଉଛି ତୁଳସୀ କ୍ଷେତ୍ର, ଯାହାକୁ କୁହାଯାଇଛି ଗୋବିନ୍ଦ ବଲ୍ଲଭା ଦେବୀ ଭକ୍ତ ଚୈତନ୍ୟ କାଳିନୀ ଅପବର୍ଗ ପଦେ ସଦା ବିଷ୍ଣୁ ଭକ୍ତ। ତେଣୁ ଜନାର୍ଦ୍ଦନ ହଉଛନ୍ତି ବଳଦେବ। ଜ କହିଲେ ବଳଦେବ। ତାପରେ କିଏ ଆସିଲେ? ଗ। ଗଟି କଣ?
ଗ କହିଲେ ଗଙ୍ଗା, ଗ କହିଲେ ଗାୟତ୍ରୀ, ଗ କହିଲେ ଗୋମାତା, ଗ କହିଲେ ଗତି। ଏଠି ଆଜି ଆମେ ଯଜ୍ଞ କରୁଛୁ, ମନ୍ଦିର ପ୍ରତିଷ୍ଠା କରୁଛୁ, ସତ୍ସଙ୍ଗ କରୁଛୁ। ଆମେ ତାକୁ ଗୋଟେ ଏମିତି ମାମୁଲି କହିଦଉଛୁ। ଆମେ ଯାଇଥିଲୁ ଜୟପୁର, ଏଠି ବଢିଆ ହେଇଥିଲା, ଗୋଟେ ଏମିତି କହିଲା ଶୁଣିଲୁ, ଏମିତି ଆଇଲୁ। ଆଉ ସେ କଥା ନୁହେଁ। ଯେଉଁଠି ସତ୍ସଙ୍ଗ ହୁଏ, ଯେଉଁଠି ଯଜ୍ଞ ହୁଏ, ଯେଉଁଠି ନାମ କୀର୍ତ୍ତନ ହୁଏ, ଅମୋକ୍ଷ ପ୍ରେତମାନେ ମୁକ୍ତି ପାଆନ୍ତି। ପିତୃଲୋକମାନେ ଯୋଉମାନେ ପ୍ରେତ ଲୋକରେ ଏବେ ବି ଘୁରୁଛନ୍ତି, ସେ ଆଜି ଏଇ ସତ୍ସଙ୍ଗ ଭିତରେ, ଇଏ ସତ୍ସଙ୍ଗର ବାଣୀ, ବ୍ରାହ୍ମଣର ବେଦ ଧ୍ୱନି, ସଂକୀର୍ତ୍ତନ ମଣ୍ଡଳୀ ମାନଙ୍କର ନାମ ଧ୍ୱନିରେ ସେ ଉଦ୍ଧାର ହେଇ ପଳେଇଲେ। କୂଳ ପବିତ୍ର ନିକୁତା। କିନ୍ତୁ ଆମେ ଭାବୁଛୁ ଜୟପୁର ଯାଇଥିଲୁ, ଏମିତି ଏମିତି ହଉଥିଲା, ଏମିତି ହେଲା, ଏମିତି ହେଲା। ଏଗୁଡାକ ହଉଛି ମାନେ ଆମ ଛୋଟିଆ ମୁହଁରେ ବଡ କଥା। କିନ୍ତୁ ଗୀତା କହିଲେ ତମେ କଣ କରୁଛ, ଏଇଠି ବଇଛ, ତମ ମନ ଯାଇ କୋଉଠି, ସେ କଥା ଅନ୍ୟ ଲୋକ ବୁଝିପାରିବେନି। ମୁଁ ତମ ହୃଦୟରେ ଅଛି। ମୁଁ ସୂର୍ଯ୍ୟଙ୍କ ଭିତରେ ଅଛି, ମୁଁ ଯଜ୍ଞାଗ୍ନି ଭିତରେ ଅଛି, ଦୀପାଗ୍ନି ଭିତରେ ଅଛି, ମୁଁ ପାଣି ଭିତରେ ଅଛି, ମାଟି ଭିତରେ ଅଛି, ଏବଂ ଅଛି ତମ ହୃଦୟରେ। ଭାଗବତ ସେ କହିଛନ୍ତି ସୂର୍ଯ୍ୟ ଅନଳେ କିମ୍ବା ଜଳେ ଅଥବା ବାପ ମାଙ୍କୁ ତ ନମସ୍କାର କରିବା ଭୁଲିଗଲ। ଗାଧେଇଲା ବେଳେ ଗଙ୍ଗାକୁ ନମସ୍କାର କରୁଛ କି? ସୂର୍ଯ୍ୟଙ୍କୁ ନମସ୍କାର କରୁଛ କି? ଦୀପଟିଏ ଜାଳୁଛ କି? ଏଇ ଯୋଉ ଯଜ୍ଞାଗ୍ନି ଏଠି ବର୍ତ୍ତମାନ ଜୟପୁର ଗ୍ରାମରେ ଯଜ୍ଞ ହଉଛି। କଣ ଜୟପୁର ବାଲାଙ୍କ ପାଇଁ ହଉଛି? ଜୟପୁର ଗାଁ ପାଇଁ ହଉଛି? ये यज्ञ विश्व शांति एठी जो मंत्र ब्राह्मण देवता माने पढ़ुचन सी मंत्र से केवल यही गाँव शांति हो से कथा कहना से कौन कहते पृथ्वी शांति गौ शांति वनस्पत शांति एमती केते कथा से गीतार परिष्कार कहले मु होती यज्ञ वेदेषु यज्ञेषु तपस्सु चैव दानेषु जत पुण्य फलं प्रदिष्ट अत्येति तत् सर्व मिदं विहित्वा योगी परस्तान मुक्तैति जाने। ये सृष्टि तैयारी बेले प्रजापति ब्रह्मा प्रथम यज्ञ करते से यज्ञ भितर प्रथम जन्म होते बाउंश बाउंश कहीं आगे जन्म देला कमाड़िया पिला बाउंश जन्म नहीं लोक टे
ମାନେ ଶାଗ ଭାତ ଖାଇକିରି ଶାନ୍ତିରେ ଟିକେ ଘରେ ଶୋଇଲା ନା କୋଠା ବାଡି ହେଇଗଲା ତ ମରିଲା। ତେଣୁ ये यज्ञ अनुबंधित यज्ञ, ये यज्ञ को किए बुझुला न बुझु वेद बुझिछन् यथि ये यज्ञ उद्देश्य स्वतंत्र नाम मध्य करा जाए। हरे मुरारे से कथा कौन आम पढ़ु शुणु मन रखु तेरे सज्जन ये सब नाम ये ताकू बढ़े कहबी पूर्णाहुति हम पुणी गपु गपु कुआड़े आम मारिजु जोटा अगुआ बुढ़ा होबे आपण माने पुणी पूर्णाहुति हम प्रसाद पाइबे गोटे आनंद रे घर को फेरिबे आउ बढ़िया को गोटे डाकी माँ आगे मामू घर गप कहवा जा मु तो यही बात नहीं पुणी काली जीवी कुआड़े गोटे जीवी भद्रक ना बारिपदा यही बात नहीं जीवी यही तो मोर गाँ आमरी गाँ छोटिया किंतु वेद कहते ईश्वर आत्मा कौटी अच्छी विश्व परिपुष्टम ग्रामेस्मिन् अनाथ ईश्वर आत्मा गाँव रही घर को वैकुंठ कर ग्राम को वैकुंठ कर आउ वैकुंठ कौटी ये जीवन मंदिर रे ये जो हृदय रूपक सिंहासन अच्छी ये हृदय देवता होती आत्मा जार 11 जन सेवक आखि कान नाक यही सब ये सब सेवा ना सेवक ना किंतु हाथ आमे हाथ टी पाइकु काम करिबु कि नाम करिबु कि तार सेवा कर आमे करूछु कोन छुरी धरुछु भम फुटौछु मद बोतल पिउछु
ସିଗାରେଟ ଖାଉଛୁ, ଗୁଟୁକା ଖାଉଛୁ। ଆରେ ଇଏ କି କଥା? ହାତ କଣ ଏଇଠି ବୋଲି ସୃଷ୍ଟି ହେଇଥିଲା? ଇଏ ଆଖି ମାର ମୂର୍ତ୍ତିକୁ ଦେଖିକିରି ମା କହିଲେ କଣ? ମୋ ଯୁକ୍ତ ମୋ କହିଲେ ବ୍ୟାପକ ମୟ, ମୋ କହିଲେ ମସ୍ତିଷ୍କ, ଆ କହିଲେ ଆତ୍ମା। ତେଣୁ ଯୋଉଠି ମା ସେଇଠି ମଧ୍ୟ ବାପା। ଆପଣ କହିବେ ମତେ ସେ ମନ୍ତ୍ର, ଗୋଟେ ପିଲା କହିଲା ମତେ ସେ ମନ୍ତ୍ର ଫନ୍ତ୍ର ଗୁଡାକ ମୁଁ ଜପ ମାନେ କରିପାରେ। ଆଚ୍ଛା ତୁ ବାପା ବୋଉ ଶବ୍ଦ, ବାପା ବୋଉ ଇଏ ଚାରୋଟି ଅକ୍ଷର ଜାଣି ନା ସେଇଟା ଜାଣିବି? କାଳେ ତୁ ଠିକ ମନ୍ତ୍ର ପଢୁଛୁ, ତୁ କାଲି ଠାରୁ କହିବୁ ବାପା ବୋଉ ବାପା ବୋଉ, କିଛି ଓମ୍ ଫୋମ୍ କି ଦରକାର, କେବଳ କହିବୁ ବାପା କିମ୍ବା ବାପା ମା। କେମିତି କହିବୁ? ବା କହିଲେ ନିଶ୍ୱାସ, ପା କହିଲେ ହାତ ପାଣି, ପାଣି କହିଲେ ହାତ, ବୋ କହିଲେ ଓଙ୍କାର ବ୍ରହ୍ମ, ଓମିତ୍ୟକାକ୍ଷରଂ ବ୍ରହ୍ମ। ପରେ ଓକାର ଦେଲେ ବୋ ହବ ନା। ଆଉ ଉ କହିଲେ ଶକ୍ତି, ଉତ୍ପତ୍ତି, ଆମର ଜନ୍ମ। ଆଚ୍ଛା ଦେଖନ୍ତୁ ଇଏ ବାପା ବୋଉ ଚାରୋଟି ଅକ୍ଷରରେ କେତେ ମନ୍ତ୍ର, କେତେ କଥା ଅଛି। ବାପା ବୋଉ, ଯେଉଁ ବୋଉ କୋଳରେ ଶୋଇଥିବା ବେଳେ ଦିନେ ଆମ ବୋଉ ଆମକୁ ଶିଖେଇଥିଲା, ବୋରେ ପାଇ ନିଜକୁ ଶୁଦ୍ଧ ରଖ, ପବିତ୍ର ରଖ। ଖାଲି ଗଙ୍ଗାରେ ଗାଧେଇ ପଡ଼ିଲେ ହବ କି? ଇଏ କଥା କିଏ କହିବ? ମୋ ବୋଉ ମତେ ଶିଖେଇ, ମୋ ମା ମତେ ଶିଖେଇଥିଲା। ମା କହିଲେ ତ ମାଟି, ଆଉ ମାଟି ମା, ଆଉ ମାଟି ମା ଅଙ୍ଗନେ ସୁନା ଆପଣ କହିଲେ ନାଇଁ ଏଇଟା ମନ୍ତ୍ର ମନକୁ ଯାଉନି, ଆଉ କୋଉଟା କୋଉ ମନ୍ତ୍ରଟା ମନକୁ ଯାଉଛି? କେଉଁ ସଜ୍ଜନ ଜୀବନକୁ ବୁଝିବା ହଉଛି ଯୋଗ, ଜୀବନକୁ ବୁଝିବା ହଉଛି ଧର୍ମ। ଆମେ ମନ୍ଦିର ଗଢିବା କିନ୍ତୁ ଜୀବନକୁ ନଷ୍ଟ କରିବା, ଜୀବନକୁ ରୋଗକୁ ଆମନ୍ତ୍ରଣ କରିବା, ଲାଭ କିଛି। ସେଥିପାଇଁ ଭାଗବତରେ
କହିଲେ ସେଇ ଗପ କେବେ ଗୁରୁ ଗୋବିନ୍ଦେ ଦିଅ ଦୁନିଆରେ କହୁଛ କିଛି ଆମେ ନବୁନି, କିଛି ନବନି, ଜନ୍ମ ହେଲ କାହିଁ କିଛି ନବନି, ଜନ୍ମ ହେଲ କାହିଁ ମତେ ଯିଏ କହନି ମୋ ଆଗରେ ଯିଏ କହନି ଆମେ କିଛି ନବୁନି। ଗୋଟେ ଗୋଟେ ଲୋକ କହନ୍ତି ଧନ ମାଗୁ ନାହିଁ, ଜନ ମାଗୁ ନାହିଁ, ମାଗୁଛି କଣ ଶରଧା ବାଲିର ହାତରେ। ଶରଧା ବାଲିର ହାତରେ କଣ କରିବ? ଏଟାକେ ଟେକା ପକେଇ ବସି ହବ। ଆରେ ଭଲ କରି ମାଗ, ମୁକ୍ତି ମାଗ। ମୋର ଧନ ଦରକାର, ମୋର ଜନ ଦରକାର, ମୋର ପ୍ରତିଷ୍ଠା ବି ଦରକାର। ମୁଁ ଆପଣ ମାନଙ୍କର ପୁଅ କି ଆପଣ ମାନଙ୍କର ନାତି, ତଥାପି ଆପଣ ମାନେ ମତେ ଘଣ୍ଟ ବଜେଇ କୀର୍ତ୍ତନ କରି ମାନେ ଏତେ ଶୋଭାଯାତ୍ରା କାହିଁକି ଆଣିଲେ? ମୁଁ ତ ଆପଣଙ୍କ ପୁଅ, ଆପଣଙ୍କ ଘରର ପୁଅ। ଏ ଗାଁ ମାଟି ତ ମୋ ମୁଣ୍ଡରେ ସବୁବେଳେ ଅଛି। ତେଣୁ ପ୍ରତିଷ୍ଠା ଯଦି ନ ରହିବ କିଏ କାହାକୁ ମାନିବ? ସୌରୀ ବାବୁଙ୍କୁ ଆଜି ମୁଁ ଯୁଆଡେ ଯାଏ ଓଡ଼ିଶାରେ ତାଙ୍କ କଥା ବି ସମସ୍ତେ ମତେ ବି ମଧ୍ୟସ୍ଥି କରନ୍ତି। ଆପଣ ଟିକେ ସୌରୀ ବାବୁଙ୍କୁ କହନ୍ତୁ ଆମ କେସଟା ସିଏ ବୋଲି ସେ କଥା ମୁଁ କହିବି। ତେଣୁ ସଜ୍ଜନ ପ୍ରତିଷ୍ଠା ଦରକାର, ଗୌରବ ଦରକାର, କିନ୍ତୁ ଗର୍ବ ନୁହେଁ। ମୋର ଧନ ଦରକାର, ଶାନ୍ତିରେ ବଞ୍ଚିବା ପାଇଁ ମୋର ଅର୍ଥ ଦରକାର। ମୁଁ ଝିଅ ବାହାଘର କରିବି, 10 ଲକ୍ଷ କି 20 ଲକ୍ଷ ଖର୍ଚ୍ଚ ହବ। ମୁଁ ତା ପୂର୍ବ ଦିନ ଯାଇ ଜଗନ୍ନାଥଙ୍କ ପାଖରେ କହିବି ମୁଁ ଧନ ମାଗୁନି, ଧନ ମାଗୁନି। ଏ ଧନ ମାଗୁନା, କାଲି ବାହାଘର କେମିତି ହବ? ମାଗ, সেই ধনକୁ মাগ না। দুঃখে সঞ্চিত যেতে ধন ଏମିତିଆ କାମ ସବୁ କର। ଆଉ ଚିକେନ ଝୋଳ କଲେ କଣ ହବ? ଯେ ଯାକୁ ମାରେ ସୁଖ ଭୋରେ, ସେ ଯାକୁ ମାରେ ସଙ୍ଗରେ, ଯେ ଯାକୁ ମାରେ ସୁଖ ଭୋରେ, ସେ ଯାକୁ ମାରେ জীবনে জানো দয়া নাই, উদ্ধব জানার জীবনে জানো দয়া নাই, উদ্ধব জানার জ্যোতিষ মানে কহନ୍ତି ତ ଗୁରୁ ଚାନ୍ଦାଳି ଦୋଷ ହେଲା, ଚାନ୍ଦାଳି ଭୋଜନ କରିବୁ। ଚାନ୍ଦାଳି କୋଉଠି ମିଳିବେ? ତମ ଘରେ ତୁବା ନିଜେ ଗୋଟେ ଚାନ୍ଦାଳ
ଚାଣ୍ଡାଳ କଣ ଖୋଜୁଛୁ? ତେଣୁ ସଜ୍ଜନ ଆଜି ବିବେକାନନ୍ଦ ଆମର କୋଉ ଦିନ କହିଥିଲେ ଜୀବ ସେବା କରେ ଯେଉଁ জন সেই জন সেবিতে ঈশ্বর। କିନ୍ତୁ ଆଜି ଜୀବ ଆଉ ନାହାନ୍ତି ତ। ଏମିତି ବି ଦେଶ ଅଛନ୍ତି କୁକୁର ବିଲୁଆ ବି କାଟିକି ଖାଆନ୍ତି। ଆମ ଚୀନ ଶ୍ରୀଲଙ୍କାରୁ କେତେ ହଜାର ମାଙ୍କଡ କିଣିଲା। କିଏ ମାଙ୍କଡ କାହିଁ କିଣିଲା? ମାଙ୍କଡ ମାଂସ ଖାଇବେ। ବର୍ତ୍ତମାନ ଆମ ପୃଥିବୀ ଯାକ ଖାଲି କୁମ୍ଭକର୍ମ। ଆମେ କହୁଛୁ କଂସ, ଆମ ଘରେ କଂସ। ଗୋ ବ୍ରାହ୍ମଣ ଶିଶୁ କୌଣସି ପ୍ରକାର ଯନ୍ତ୍ର ଫନ୍ତ୍ର ଜାଣିଲେ ଝିଅଟା ତାକୁ ମାରିଦେଲେ ଗର୍ଭରୁ ମନା। ଯଦି ଜନ୍ମ ହେଇ ପଡିଲା ତାକୁ କିଏ ରାସ୍ତାରେ ଫୋପାଡ଼ି ନେଇଗଲାଣି। ମାନେ ଆପଣ ଶୁଣିବାକୁ ପାଉଥିବେ। ତେଣୁ ଆଜି କଂସ ଘରେ ଘରେ ଗାଁ ଗାଁରେ, ଆଉ ରାବଣ ବହୁତ ଭଲ ସୀତାଙ୍କୁ ନେଇଥିଲା, ତାକୁ ବଳାତ୍କାର କରିଛି, ତାକୁ ଅଶୋକ କାନନରେ ରଖି। ମା ଭଉଣୀର ଇଜ୍ଜତ ମହତ୍ଵ କଣ ସେ ଜାଣିଛି। ସୀତାଙ୍କ ମନକୁ ପରୀକ୍ଷା କରିବା ପାଇଁ କାଳେ ରାମଙ୍କ ଆଡୁ ତାଙ୍କ ମନ ପଳେଇଲାଣି। ତେଣୁ ଗୋଟେ ରାମଙ୍କ ଭଳିଆ ମୁଣ୍ଡ ନେଇକି ତାଙ୍କ ଆଗରେ ଖୋଲିଲେ, ମୁଁ ରାମଙ୍କୁ ତ ବଦ୍ଧ କରିଥିଲି, ତୁ ମୋ ରାଣୀ ହ। ସୀତା କହନ୍ତି ମୋ ରାମଙ୍କୁ କେହି ବି ମାରିପାରିବେ। ତେଣୁ ସଜ୍ଜନ ଆଜି ତମେ ରାବଣ ପୋଡି କରୁଛ, କିନ୍ତୁ ନିଜେ ପୋଡା ମୁଆ ମାତ। ଆପଣ ମାନେ ଟିଭି ପରଦାରେ ପ୍ରତ୍ୟେକ ଦିନ ଦେଖୁଥିବେ ନାରୀ ନିର୍ଯାତନା, ପୁରୁଷ ନିର୍ଯାତନା। ଆଉ ବିଶେଷ କହିବାକୁ ମୁଁ ଇଚ୍ଛା କରୁନି। ଆମେ ପରବର୍ତ୍ତୀ ସମୟକୁ ମାନେ କଥାଟି କହିବା। ଗ କହିଲେ ଗଙ୍ଗା, ଗ କହିଲେ ଏଇ ଯୋଉ ମା ବାସୁଣୀ, ବୁଢୀ ବାସୁଣୀ, ଏଇ ହଉଛନ୍ତି ଗ। ଗ କହିଲେ ସୁଭଦ୍ରା, ଜ କହିଲେ ବଳଦେବ। ଏ ନାଁଟି କଣ? ନା କଣ? ତାକୁ ସଂକ୍ଷିପ୍ତରେ କହିଦଉଛି। ସତ୍ୟ ଯୁଗରେ ନାଁ ହଉଛି ନାରାୟଣ। ନାରାୟଣଂ ପରାଂ ଦେବା, ନାରାୟଣଂ ପରାଂ ଧରା, ନାରାୟଣଂ ପରାଂ ଗତି, ନାରାୟଣଂ ପରାଂ। ତ୍ରେତୟା ଯୁଗରେ ନାଁଟି କଣ? ରାମ ନାରାୟଣ ଅମୃତ, ମୁକୁନ୍ଦ ମଧୁସୂଦନ, କୃଷ୍ଣ କେଶବ ସଂସାରେ, ହରେ ବୈକୁଣ୍ଠ। ତ୍ରେତୟା ଯୁଗରେ ବି ନାମ କଲେ ରାମ ନାରାୟଣ। ଦ୍ୱାପର ଯୁଗରେ ନାଁଟି କଣ? ଯଜ୍ଞେଶ ନାରାୟଣ, କୃଷ୍ଣ ବିଷ୍ଣୁ, नीला स्वयं मां जगदीश्वर। द्वापर जुगरे भी नारायण,
ତେବେ କଳି ଯୁଗରେ ଗୋଟେ କଣ ନା ସିଏ ନାଁ ହଉଛନ୍ତି ନାମ ବ୍ରହ୍ମ। ମୋ ନାମ ଶ୍ରବଣ କୀର୍ତ୍ତନେ ସଦା ଉପୁଜେ ଯାର ମନେ, ସଦା ନଥାଇ ଅନ୍ତର୍ଗତେ କେବଳ ଲୌକିକର। ତାପରେ କହିଲେ ଯେ ପଢିବ ମୋର ନାମ ଯୁବକ ମାନେ ଯୋଉ ନାଚ ନାଚୁଥାନ୍ତି, ଆରେ ଏ ତ ବିନା ମଦରେ ଭଲ ନାଚୁଛନ୍ତି, ମଦ ପିଇକିରି ଯାଇ ନାଚୁଛ। ତେଣୁ ଭାଗବତ ସେ ଆଗରୁ କହିଛନ୍ତି ଲଜ୍ଜା ସଂକୋଚ ଦୂର କରି ନାଚିବ হরি কথা। হরি কিଏ ତା ଲମ୍ବେଇକି କହିଲୁ, ସଂକ୍ଷିପ୍ତରେ କହିଲୁ ସତ୍ୟରେ ନର ହରି। ନର ନୃସିଂହ, ନମଇ ନୃସିଂହ নর হরি। যেতয়ারে হরি কইলে মর্কটা কৃতি, কিন্তু সে মর্কট নুহতি, সে মাଙ୍କড় নুহতি, সে কেশরী নন্দন অঞ্জনাଙ୍କ সুত, সে যোগী পবন নন্দন। সে কে? হরি কইলে হনুমান। ये त्रेतया जुगर हरि गले, जेबे गोटे तापरे गोटे जुग आइला द्वापर। आमे ताको प्रमाण करि परिबा जे हम लेखा आइछि ताको शेयर को कहबा। द्वापर हरि के? द्वापर हरि निजे होउछन्ति कृष्ण। कଳି जुगरे हरि रूपरे से आविर्भाव हेले। ताका ना कोन? गौर हरि। हरि गोविंद गोविंद गोविंद
মানে আলোচনা নাও খালি শুনি না নমঃ শিবায় ପାପ ଆଉ ତାପକୁ ଯେ ହରଣ କରନ୍ତି ସେଇ ହଉଛନ୍ତି ହରି। ଆଉ ହରି ନାମ ଯୋଉଠି ହଏ ଭଗବାନ ସବୁ ମନ୍ଦିରକୁ ଛାଡ଼ି ଦେଇ ସେଇଠି ଆସିକିରି ମାନେ ନାଚନ୍ତି କି ଶୁଣନ୍ତି ଯାହା କରୁଛନ୍ତି। ମଦ ଭକ୍ତା ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାଥ। ବର୍ତ୍ତମାନ ଜଗନ୍ନାଥ ବଡ ଦେଉଳରେ ଅଛନ୍ତି, ଆମ ଗାଁ ଦେଉଳରେ ଅଛନ୍ତି, ତା ସହିତ ଏଇ ସତସଙ୍ଗରେ ସେ ଅଛନ୍ତି। ଏଇଠି ଅଛି ଯଦି ଯାଆନ୍ତି ସେ କାହିଁ କହିଲେ ମୁଁ ଯୋଉଠି ହରିନାମ ସେଇଠି ଥାଏ କାହିଁ କହିଲେ? ତାହେଲେ ତାଙ୍କ ନାଁରେ ମକଦ୍ଦମା ନାହିଁ ବୋଲି କଣ ଯାହା ମାନେ ତା କହିଲେ? ତେଣୁ ସେ ଅବତାର ରୂପରେ ଗ୍ରହଣ କରି କହିଛନ୍ତି ମୋର ଭକ୍ତ ମୋର ମିତ୍ର ସେବରେ ଜଗତଙ୍କ ମିତ୍ର। ମୋର ଭକ୍ତ ମୋର ମିତ୍ର ସେବରେ ଜଗତଙ୍କ ମିତ୍ର। ତେଣୁ ଜରେ ବଳଦେବ ଘରେ ସୁଭଦ୍ରା ନାରେ ନିଜେ ଜଗନ୍ନାଥ। ଆଉ ଥଟି କଣ? ଧୈର୍ଯ୍ୟ। ଥକା ମନ ଚାଲ ଯିବା ଥକା ନୟନ ସେତେବେଳେ କଣ ହବ? ସେଇ ଚକା ନୟନଙ୍କୁ ଟିକେ ଅନେଇଥା। ବୟସ ମନେ କରାଯାଉ 90 ବର୍ଷ ଡାଇରିଆ ଝାଡା ଫାଡା ହେଇଗଲା, ପୁରା ଦୁର୍ବଳ ହେଇଗଲା ଶରୀରଟା, ପୁରା ଖଟ ଉପରେ କି ମେଡିକାଲ ବେଡରେ ଶୋଇଛି। ସମସ୍ତେ ଯାଉଛନ୍ତି ଦେଖିବା ପାଇଁ, କିଏ କହୁଛି ବାପା, କିଏ କହୁଛି ଅଜା, କିଏ କହୁଛି ମାମୁଁ ଆଉ ଉଠିକି ବସୁନା, ମୁଁ କଣ ଆଉ ଉଠି ପାରିବ ନା, ମୋର କଣ ଆଉ ବଳ ଅଛି? ତାମାନେ ବଳଭଦ୍ର ଆଗରୁ ପଳେଇବେ। ତାପରେ ମଣିଷ ଚିହ୍ନୁଥିଲେ ଇଏ କିଏ ଆଇଛି, ସିଏ ମୋ ଭଣଜା ଆଇଛି, ସେ ଅମୁକ ଆଇଛି, ଏମିତି ହଉ ହଉ ତାପରେ ଆଉ ମଣିଷ ଚିହ୍ନି ପାରିଲେ ନାହିଁ, ଖାଲି ହୁଁ ଆଇଲେ। ତାମାନେ କିଏ ଗଲା? ବଳଭଦ୍ରଙ୍କ ରଥ ପରେ ସୁଭଦ୍ରାଙ୍କ ରଥ ପଳେଇଲା। ତା ମୁଣ୍ଡରେ ଯୋଉ ବୁଦ୍ଧି ବିବେକ ସବୁ ଆରେଷ୍ଟ ହେଇଗଲା। ସମସ୍ତେ ଜାଣିଛନ୍ତି, ଜାଣିକିରି ବି ଭୁଲ। ତାପରେ ପଛରେ ଆସେ କାଳିଆ ଗହଳ ଖାଇଲେ ଆତ୍ମା ମୁସିଲ ଟୁକେଇ ଧାନ ଭରଣ
ନିଜ କଥା ଆଉ ଇଏ ସବୁ କଥାର ତତ୍ତ୍ୱ ଅଛି। ଏଇ କଥାକୁ ନା ପାଇଲେ ଏଇ କଥା ହରି କଥା ନାଟା କଣ ଧର୍ମ। ଏଠି କଣ ଚାଲିଛି ଧର୍ମ। ଏଠି ବାହାଘର ଭୋଜି ହଉନି, ଧର୍ମର ଭୋଜି ହଉନି। କଲି କହିଲେ ବୈଚିତ୍ର ବିଚିତ୍ରା ବିଚିତ୍ରାନନ୍ଦ ଜନ୍ମ। କତା କହିଲେ ମୃତ୍ୟୁ ଆଉ କତା ଆଉ ଯାହା କିଛି ରସ ନାହିଁ ଗଲା। ଏଇ କଥାକୁ ଯିଏ ଶୁଣିବ ମଲ୍ଲି ମଲ୍ଲି କହିଲେ କଣ ମୃତ୍ୟୁ। ମୃତ୍ୟୁର୍ମାନ ଅମୃତମୟ। ସେ ଅମୃତ ତତ୍ତ୍ୱକୁ ପ୍ରାପ୍ତ। এইভাবে ভাবে আমি শুনিছু কুয়া কুইর গপ। তাকে যদি কেতবে শুনিবে আপনার সত্যরে ଏ କଥା ଭିତରେ ଏତେ ତତ୍ତ୍ୱ ଅଛି। ତେଣୁ ସଜ୍ଜନ ଜ ହେଲେ ବଳଭଦ୍ର, ଗ ହେଲେ ସୁଭଦ୍ରା, ନା ହେଲେ କାଳିଆ ବ୍ରହ୍ମ, ଥ ହେଲେ ସୁଦର୍ଶନ। ସୁଦର୍ଶନ ଆଜି ମାଙ୍କୁ ଦର୍ଶନ କରୁଛନ୍ତି, ଯଜ୍ଞକୁ ଦର୍ଶନ କରୁଛନ୍ତି, ବ୍ରାହ୍ମଣ ମାନଙ୍କୁ ଦର୍ଶନ କରୁଛନ୍ତି, ନରନାରାୟଣ ମାନଙ୍କୁ ଆମେ ଦର୍ଶନ କରୁଛୁ, ଆମେ ଗୁରୁ ଦର୍ଶନ କରୁଛୁ, ସନ୍ଥ ଦର୍ଶନ କରୁଛୁ। ଏଇ ହଉଛନ୍ତି ସୁଦର୍ଶନ। ତେଣୁ ଇଏ ଜଗନ୍ନାଥ, ଏ ଚାରୋଟି ଅକ୍ଷର ଭିତରେ ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ, ସୁଦର୍ଶନ ସମସ୍ତେ। ଇଏ କଥା ଯଦି କୁହାଯିବ ଇଏ 10 ଦିନ କି 11 ଦିନ ଲାଗିବ। ପ୍ରଭୁ ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ। ଆମର ନହେଲା ନାହିଁ ପଛକେ ଇଏ ବିଶ୍ୱଟା ବର୍ତ୍ତମାନ ନିଆଁରେ ଜଳୁଛି। ଭାଗବତର ଆଗକୁ ଲେଖା ହେଇଛି ଅନନ୍ତ ମୁଖୁ ଅଗ୍ନି ଜାତ ଦହି ପାତାଳ ସಮೇତ ଦହନ ଅନ୍ତେ ଏକ ମାଳ ମିଳନ୍ତି ଗଗନ ମଣ୍ଡଳ ସମ୍ବତ୍ତ ନାମ ସେବ 100 ବର୍ଷ। ଅଦ୍ଭୁତ କଥା। ସୌରୀ ବାବୁ କହୁଥିଲେ ମୋ ପିଲାଦିନର କଥା ଟିକେ ମତେ ବି ମନେ ପଡୁଥିଲା। ବାବା ପାଠ ପଢିବାକୁ ଆସନ୍ତି, ଗୋଟେ ଅନ୍ୟ ମନସ୍କତା। ପରୀକ୍ଷା ବେଳେ ମୁଁ ଗୀତା ମୁଖସ୍ଥ କରେ। ଇଏ ଭାଗବତ ପଦ ମୁଁ କଣ ଆଜି ଶିଖିଛି? ମତେ କୋଉ ସମୟ ଶିଖିଆ ମୋ କଣ୍ଠରୁ ଜାଣିପାରୁନା। ଯୋଉ 4-5 ମୁଁ ତ ଯିବି ପ୍ରୋଗ୍ରାମ କରିବା ପାଇଁ କୁଆଡେ ବୋଲେ କୁଆଡେ ଯୋଉ 5-7 ଦିନ ଟିକେ ଆଶ୍ରମକୁ ଆଉଛି, ସତେ ଯେମିତି ମୁଁ ଗୋଟେ ମନ୍ତ୍ରୀ ହେବି, କି MLA ହେବି, କି MP ହେବି। ଲୋକ ଯେ ଆଉ କହିବା କଥା ମୁଁ ଗପି 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 ଶେଷରେ କବାଟ ବନ୍ଦ କରିକି ମତେ ଅଧଘଣ୍ଟା ବିଶ୍ରାମ। ଆଜି ବି ସେଇ ଗପ। ଏତେ ଲୋକଙ୍କର ସମସ୍ୟା ଆଜି ବଢି ଯାଇଛି କହିବ। ଆଜି ଧନର ଅଭାବ ନାହିଁ, କିନ୍ତୁ ମଣିଷ ଆଜି ଶାନ୍ତି ଖୋଜୁଛି। ମୁଁ ବି ଖୋଜୁଛି। ସେ ଶାନ୍ତି କୋଉଠି ଅଛି ସେଇଠିକି ପଳେଇଲା। ତେଣୁ ଏଇ କେତେ ସମୟ ଆପଣ ଗତ କଲେ
କିଛି ଆପଣଙ୍କୁ କେହି କିଛି ଭତ୍ତା ଫତା କିଛି ଏଠି ମିଳିବ, କିନ୍ତୁ ମିଳିବ ଜନ୍ମ ଜନ୍ମାନ୍ତର ପାଇଁ ଶାନ୍ତିର ଭତ୍ତା, ମୁକ୍ତିର ଭତ୍ତା। ତେଣୁ ଆପଣମାନେ ଉପଲବ୍ଧି କରିବେ, ଆମେ ଘରକୁ ଏ ପ୍ରସାଦ ଟିକେ ପାଇ ଘରକୁ ଫେରିଗଲା ପରେ ଇଏ କଥା ଆଉ ମୁଣ୍ଡରେ କାହାର ଥିବ କାହାର ନଥିବ, କାଲିକି ଥିବ କି ନାହିଁ ମୁଁ କହିପାରିବି, କିନ୍ତୁ ଏଇ କଥାଟିଏ କହୁ, କଥାଟିଏ ମିଛ କଥା ନୁହେଁ, ସତଟିଏ। ଏଇ ହଉଛି ସତ୍ୟର କଥା, ଏଇ ହଉଛି ସନାତନ ଧର୍ମର କଥା। ତେଣୁ ଜୀବନରେ ଆମେ ଜୟପୁର ଗାଁରେ ବସିଲୁ, ଆଜି ଆମର ସବୁବେଳେ ଜୟପୁରଟି ଦରକାର। ଜୟ ଆଉ ବିଜୟ ଇଏ ଦିଟା ପ୍ରତ୍ୟେକ ମଣିଷର କାମ। ତେଣୁ ସଜ୍ଜନ ଯୋଉ କଥାଟା ଆପଣ କହିଲେ ସବୁ ତ ତତ୍ତ୍ୱ, ତାକୁ ଆଉ କଣ କେତେ ଗପିଲେ ତେବେ ପୂର୍ଣ୍ଣାହୁତି ହବ। ଆପଣମାନେ ପୂର୍ଣ୍ଣାହୁତି ଦର୍ଶନ କରିବେ, ପ୍ରସାଦ ପାଇବେ। ସବୁଠି ଟଙ୍କା ଦେଲେ ପଇସା ନାହିଁ, ପଇସା ଦେଲେ ମିଳିବ କଣ ପ୍ରସାଦ, ସବୁଠି ବିକ୍ରି ହଉଛି, କିନ୍ତୁ ଗୋଟାଏ ଜାଗାରେ ବିକ୍ରି ହୁଏ ନା ସତସଙ୍ଗର ପ୍ରସାଦ। ସବୁରି ପ୍ରସାଦ ତାଙ୍କରି ପ୍ରସାଦ, ତାଙ୍କ ଭରସାରେ ତୁଟେ ମାୟା। ତେଣୁ ପ୍ରସାଦ ସବୁଠି ମିଳେ। ତେଣୁ ସଜ୍ଜନ ଆଜି ବି ମୁଁ ପ୍ରକାଶ ମୁଁ କହିବି ସୁଧୀର ବାବୁଙ୍କୁ ଟିକେ ଜଣା, ସୌରୀ ବାବୁଙ୍କୁ ଟିକେ ଜଣା। ମୁଁ କଥା କହିଥାନ୍ତି ଯାଇକି ଜୟପୁରରେ କଣ କହିବି, ମୋରି ଲୋକ ଗୁଡ଼ିକ ବସିଥିବେ, ମୁଁ ତାଙ୍କ ମୁହଁକୁ ଅନେଇ କହିବି ସେ କଣ ଭାବିବେ ଗବାଟାକୁ କାହିଁ ଡାକିଲେ। ତେଣୁ ମୁଁ ଗବାଟି ଏମିତି ଭାବୁ ଭାବୁ ଟିକେ ଶୋଇଲି। ସେଇ ମାକୁ ଚିନ୍ତା କଲି, ଯେଉଁ ମାର ଉତ୍ସବ ପାଇଁ ଆମେ ଆଜି ଏଠି ଏକତ୍ରିତ ହେଇଛୁ। ମା ଯଦି ଟିକେ ଦୟା କରିବୁ ମୁଁ ଲଜ୍ଜାରୁ ପାରିବି। ମୋ ଗାଁ, ମୋ ଅଞ୍ଚଳ ଲୋକ, ମୋ ପରିବାର ଲୋକ ସମସ୍ତେ ତ କହୁଛନ୍ତି ବଡ ବଡ ପଣ୍ଡିତ ମାନଙ୍କୁ, ଯୋଉମାନେ କହୁଛନ୍ତି କିଏ 30,000, କିଏ 40,000, କିଏ 20,000, କିଏ 25,000, କଣ କେତେ ନଉଛି। ଆମକୁ ବାଟ ଖର୍ଚ୍ଚ ବି କେହି ଦବା ପାଇଁ ମଧ୍ୟ ଦିଅନ୍ତି, ମନା କାହିଁ କରିବି, କିନ୍ତୁ ମୁଁ ଏତେ ସଧାରେ ନୁହଁ, କାରଣ ମୁଁ ବେଶୀ ପଇସା ନେଇନି, ମତେ କାହିଁ ଡାକିଲେ, କିନ୍ତୁ ଡକରା ବହୁତ ମାଗଣା ଲୋକଟା। ଇଏ ଜୟପୁର ମାତ୍ରେ ମୋର ଟଙ୍କା ଦରକାର ନାହିଁ, ଇଏ ଅଞ୍ଚଳର ଆଶୀର୍ବାଦ ମୋର ଦରକାର। ମୋ ଅଞ୍ଚଳ ସୁନାର ଅଞ୍ଚଳ, ମୋ ପୁଅ ଝିଅ ମାନେ ସୁନା ପୁଅ ସୁନା ଝିଅ ହୁଅନ୍ତି। ଏତିକି ମାର ପାଖରେ ଜଗନ୍ନାଥଙ୍କ ପାଖରେ ଆନ୍ତରିକତାର ସହିତ ପ୍ରାର୍ଥନା କରି ବଢିଆ ବିଶ୍ରାମ ନଉଛି। ମୋତେ ଆଜି ରାତି ଟିକେ ଏଇଠି ଘଡଘଡ ହେଲେ ପୁଣି ମଠରେ ଯାଇକି ମାୟାକୁ ଦେଖିକି ବହୁତ ଲୋକ ଅଛନ୍ତି, ତାଙ୍କୁ ଟିକେ ଘଡଘଡ ହେବି, ହେଇକିରି ପୁଣି କାଲି ଠାରୁ ପୁଣି ଏମିତି ମୋ ଜୀବନଟା ହଉଛି ଏଇଆ। ମୁଁ ସେଥିପାଇଁ ଖୁସି, କିନ୍ତୁ ଟିକେ ବୟସ ବଢୁଛି, କ୍ଳାନ୍ତି ଲାଗିଲାଣି, ବହୁତ କ୍ଳାନ୍ତି। ମୁଁ ଭାବୁଛି କୋଉଠି
ଟିକେ କ୍ଳାନ୍ତି ମତେ ନ ଲାଗିବ, ମତେ ସେଇଠିକି ନେଇଗଲ। ତେଣୁ ସବୁ ସେଇ ଠାକୁରଙ୍କର ଇଚ୍ଛା। ଏ ଲୀଳାମୟ, ସବୁ ତ ଲୀଳା। ସମସ୍ତେ ଆମେ ବର୍ତ୍ତମାନ ଟିକେ କୀର୍ତ୍ତନ ଜୋରସୋର କରିଦେବା। ତାପରେ ରାଧା ହରିବ पूर्णस्य पूर्णमादाय पूर्णमेवावशिष्यते। ॐ शान्तिः शान्तिः शान्तिः।